नमस्कार ମୁଁ ସୁବାସ ଆଉ ଆପଣ ଦେଖୁଛନ୍ତି ସିପେଟ୍ସ। ତ ଆଜି ଆମେ ପଢିବା ଫର୍ ଇନ୍ ଆଣ୍ଡ ଫର୍ ଅଫ୍। ଓକେ, ଲାଷ୍ଟ କ୍ଲାସରେ ଆମେ ଦେଖିଥିଲେ ଆରଏସ୍। ଏ ଭିଡ଼ିଓଟା ବହୁତ ଛୋଟ ରହିବ। ତ ଫର୍ ଇନ୍ କ'ଣ ନା ଗୋଟେ ଆରେ ବନେଇବା ଆଗେ। ଓକେ, ଆମେ ଏ ଡାଟା ନେଲେ ତାର ସିମ୍ପଲି ଫର୍ ଇନ୍ ଆଗେ ଲେଖିବା, ତାପରେ ଫର୍ ଅଫ୍ ଦେଖିବା। ଓକେ, ଫର୍ ଇନ୍ରେ କ'ଣ କରିବା ନା ରେଟ୍ ଏଠି ଗୋଟେ ନେବା, ମନେକର ଭ୍ୟାଲ୍ୟୁ। ଭ୍ୟାଲ୍ୟୁ କୋଉଠୁ ନେବା, କୋଉଠୁ ନା ARR ଦେଖ ଏଇଠି ମୁଁ ତାପରେ କନସୋଲ ଲକ୍ କରିବି। କନସୋଲ ଲକ୍ କରିବି କ'ଣ ନା, ମୁଁ ଫାଷ୍ଟ ARR ନା ସରି ଆगे ଭ୍ୟାଲ୍ୟୁ ପ୍ରିଣ୍ଟ କରିବା। ଦେଖିବା ଦେଖ ମୁଁ ଭ୍ୟାଲ୍ୟୁ ଯେତେବେଳେ ପ୍ରିଣ୍ଟ କରିବି ସେ କ'ଣ ପ୍ରିଣ୍ଟ ହେଉଛି, ଦେଖ ଇଣ୍ଡେକ୍ସ ପ୍ରିଣ୍ଟ ହେଉଛି। ଓକେ, এটা କ'ଣ ୟୁଜ୍ କରୁଛି, ଫର୍ ଇନ୍। ଓକେ, ଫର୍ ଏଠି ୟୁଜ୍ ହେଲା। ତାପରେ ଏଠି এটা ଗୋଟେ ଭ୍ୟାଲ୍ୟୁ ନେଲେ, এটা ଭ୍ୟାଲ୍ୟୁ ଜାଗାରେ ଆମେ କିଛି ବି ଲେଖିପାରିବା, ଭି ଲେଖିପାରିବା, କିଛି ବି ଲେଖିପାରିବା। ଓକେ, ତାପରେ ଇନ୍ ଲେଖିଲେ, ତାପରେ এটা କୋଉଠୁ ଆଣିବା, ଏଇ ଭ୍ୟାଲ୍ୟୁ ଗୁଡାକ ଏଇ ଆରେ ରୁ ଆଣିବା। ତାପରେ ମୁଁ ଲକ୍ କଲି କ'ଣ ଭ୍ୟାଲ୍ୟୁ, ଦେଖ ଏଠି ଆସୁଛି କ'ଣ ଇଣ୍ଡେକ୍ସ ଆସୁଛି। କିନ୍ତୁ ଆମେ ଚାହୁଁଛନ୍ତି ବର୍ତ୍ତମାନ ଭ୍ୟାଲ୍ୟୁ ପ୍ରିଣ୍ଟ କରିବା ପାଇଁ। ତ ଭ୍ୟାଲ୍ୟୁ ଆମେ କେମିତି ପ୍ରିଣ୍ଟ କରିବା, ଭ୍ୟାଲ୍ୟୁ ଆମେ ଏମିତି ପ୍ରିଣ୍ଟ କରିବା ARR ଭିତରେ, ୟେସ୍ ଏକ୍ଜାକ୍ଟଲି ଯାହା ଭାବୁଛି ସେ ଭ୍ୟାଲ୍ୟୁ। ଓକେ, ଦେଖା ଏବେ କ'ଣ ପ୍ରିଣ୍ଟ ହେଉଛି, ୟା ଭିତରେ ଭ୍ୟାଲ୍ୟୁ ପ୍ରିଣ୍ଟ ହେଇଗଲା ARR ଭିତରେ। ଆଚ୍ଛା, ସିମ୍ପଲି ଆମେ ଏଠି କ'ଣ କରିବା ନା ଫର୍ ଇନ୍ ଟା ହେଲା ୟା। ଓକେ, ଫର୍ ଅଫ୍ ଏଠି ସିମ୍ପଲି ଆମେ ଫର୍ ଅଫ୍ କରିଦେବା। ଏଟାକୁ କାଟିକି ବର୍ତ୍ତମାନ ଭ୍ୟାଲ୍ୟୁ ଲେଖି ଦେଉଛି, ମ୍ୟାଜିକ୍। ଦେଖ ବୁଝିଗଲା କ'ଣ ହେଲା। ଫର୍ ଇନ୍ ରେ ସେ ଡାଇରେକ୍ଟଲି ଇଣ୍ଡେକ୍ସ ପ୍ରିଣ୍ଟ କରୁଥିଲା, କିନ୍ତୁ ଫର୍ ଅଫ୍ ରେ ସେ ଭ୍ୟାଲ୍ୟୁ ପ୍ରିଣ୍ଟ କରୁଛି। ଓକେ, ଯେତେବେଳେ ଫର୍ ଇନ୍ ରହୁଛି ତାକୁ ଆମେ କ'ଣ କରୁଛନ୍ତି, ସେ ଆରେ ଭିତରୁ ଆଣିକି ଭ୍ୟାଲ୍ୟୁକୁ ଦେଖେଇଲେ ହିଁ ଭ୍ୟାଲ୍ୟୁ ଦେଖାହେଉଛି। ତ ଏଇଟା ଥିଲା ବେସିକ୍ ଡିଫରେନ୍ସ। କିନ୍ତୁ ୟା ପରେ ଆମେ ୟା ଭିତରେ ଇନଡେପ୍ଥ ପଢିବା ଯେତେବେଳେ ଆମେ ଅବଜେକ୍ଟ ପଢିବା। ଓକେ ଓକେ, ଆମେ ଏବେ ଦେଖିଲେ ଫର୍ ଇନ୍ ଫର୍ ଅଫ୍ ଦେଖିଲେ। ଏବେ ମଲ୍ଟି ଡାଇମେନସନ୍ ଆରେ ଦେଖିବା। ଓକେ, ମଲ୍ଟି ଡାଇମେନସନ୍ ଆରେରେ କ'ଣ କରିବା ନା, ଗୋଟେ ଆରେଟାକୁ ତ ଫାଷ୍ଟ କ'ଣ କରିବା, କମେଣ୍ଟ କରିଦେଇକି ଏଠି ଗୋଟେ କ୍ରିଏଟ୍ କରିବା। କ'ଣ ଲେଟ୍ ଆରେ ଇଜ ଇକ୍ୱାଲ୍ ଟୁ, ଦେଖ ଏଟା ଆରେ ଭିତରେ ଆଉ ଗୋଟେ ଆରେ। ତ ସିମ୍ପଲି ଆମେ ନବା କ'ଣ ନା ମାହିର ଏଜ୍ ଲାଇକ୍ 50। ତାପରେ ନବା ବିରାଟର ଏଜ୍ କେତେ, 35। ଠିକ୍ ଅଛି। ଦେନ୍ ରୋହିତର ଏଜ୍ କେତେ, 36। ବୁଝିଲେ, ଠିକ୍ ଅଛି, ଠିକ୍ ଅଛି। ଏକୁ ଆମେ ପ୍ରିଣ୍ଟ କରିବା କେମିତି, କନସୋଲ୍ ଡଟ୍ ଲଗ୍ କଲା ପରେ ଆରେ ଦେବ, ତାକୁ ପ୍ରିଣ୍ଟ ହେବ କେମିତି। ଓକେ, 1 ସେକେଣ୍ଡ। ଓକେ, ଆଉଥରେ ପ୍ରିଣ୍ଟ କରିବା। ଦେଖ ଆରେ ପ୍ରିଣ୍ଟ ହେଲା। କ'ଣ ହେଲା, ଏଇଟା ଦେଖ ଫାଷ୍ଟ ଇଣ୍ଡେକ୍ସ କୋଉଟା, ଏଇଟା ଫାଷ୍ଟ ଇଣ୍ଡେକ୍ସ, ଏଇଟା 0th ଇଣ୍ଡେକ୍ସ। ଓକେ, ଏଇଟା ଫାଷ୍ଟ ଇଣ୍ଡେକ୍ସ, ଏଇଟା ସେକେଣ୍ଡ ଇଣ୍ଡେକ୍ସ। ଏଠି ଆମେ ଲେଖି ଦେଉଛୁ 0 ଫାଷ୍ଟ ଇଣ୍ଡେକ୍ସ, ଦିସ୍ ଇଜ ସେକେଣ୍ଡ ଇଣ୍ଡେକ୍ସ। ତ ଇଣ୍ଡେକ୍ସ ତ ପ୍ରତ୍ୟେକ ଆରେ ଭିତରେ 0th ଇଣ୍ଡେକ୍ସ ଗୋଟେ ଆରେ ଅଛି, ଫାଷ୍ଟ ଇଣ୍ଡେକ୍ସ ଗୋଟେ ଆରେ, ସେକେଣ୍ଡ ଇଣ୍ଡେକ୍ସ ଗୋଟେ ଆରେ। ତ ସବୁ ଆରେ ଭିତରେ ଗୋଟେ ଗୋଟେ ଦିଟା ଭ୍ୟାଲ୍ୟୁ ଅଛି। ଠିକ୍ ଅଛି। ତ ଏକୁ ଆମେ କେମିତି ୟାର ଡାଟା ଗୁଡ଼ା କିମ୍ବା ୟାର ଭ୍ୟାଲ୍ୟୁ ଗୁଡ଼ା କେମିତି ପ୍ରିଣ୍ଟ କରିବା, ଦେଖ ସିମ୍ପଲି ମୁଁ ଯଦି ମନେକର 1 ନେଇଗଲେ କ'ଣ ପ୍ରିଣ୍ଟ ହେବ, ଫାଷ୍ଟ ଆରେର ଯିଏ ଅଛି ବିରାଟ ଅଛି 35, ବିରାଟ ଆଣ୍ଡ 35 ପ୍ରିଣ୍ଟ ହେଇଗଲା। ଠିକ୍ ଅଛି। ମୁଁ ଚାହୁଁଛି କ'ଣ ନା ବିରାଟ, କେବଳ ବିରାଟ ଆସୁ। ଓକେ, ତ ବିରାଟ ତ ରହିଲା କୋଉଟା 0th ଇଣ୍ଡେକ୍ସରେ। ମୁଁ ଚାହୁଁଛି କ'ଣ ନା ଏଇ ଇଣ୍ଡେକ୍ସ ଭିତରକୁ ଗଲା ପରେ ଫାଷ୍ଟ ଇଣ୍ଡେକ୍ସ 0th ଇଣ୍ଡେକ୍ସ। ଓକେ, ୟା ଭିତରେ 0 ନେଇଯିବି। ଦେଖ ଓନ୍ଲି ବିରାଟ ଆସିଲା। ବୁଝିପାରିଲ କେମିତି ହେଲା, y1 ଟା ହେଲା କ'ଣ ଫାଷ୍ଟ ଇଣ୍ଡେକ୍ସ, ଏଇଟାକୁ ପଳେଇ ଆସିଲା, ଏଇଠିକି ପଳେଇ ଆସିଲା। ତାପରେ ଏଇ 0th ଇଣ୍ଡେକ୍ସଟା ଏଇ ବିରାଟ। ତ ଆଚ୍ଛା ଠିକ୍ ଅଛି, ମୁଁ ଖାଲି ମନେକର ଏଜ୍ ତାର ଜାଣିବାକୁ ଚାହୁଁଛି, ତାହେଲେ ଏଠି 1 କରିଦେବି। ଦେଖ 35 ଆସିଲା। ଆଚ୍ଛା, ମନେକର ମୁଁ ଧୋନି ଚାହୁଁଛି, ଧୋନି ଦେଖ 0 ଆସିଲା।
ଏଠି 1 କରିଦେଲି, 50 ଆସିବ, ଏଜ୍ ଆସିଲା, ଏଠି 0 କରିଦେବି, ଦେଖ ଏଠି ମାହି ଆସିଲା। ଓକେ, ମନେକର ଏଠି ରୋହିତ ଶର୍ମା କରିବେ, ଦେଖ ରୋହିତ ଆସିଲା, यार एज ଆସିଲେ ଏଠି 1 କରିଦେବି, सिंपल 36 ବୁଝିଲା। ओके, ये गला। अच्छा, सब वैल्यू को मुझे चाहूँ प्रिंट करिया ओके, मैं कौन करि परियो, ठीक अछि, सब वैल्यू को जदि मैं चाहूँ प्रिंट करिया ताले कौन करिया, तार सिंपल गोटे फॉर लूप नबा, फॉर लूप भितर वेरिएबल नबा, लेट आई इज इक्वल टू 0 रो स्टार्ट करिबा। ओके, आई रो लेंथ कौन रहबो, छोट रहबो कोठो, आर डॉट लेंथ, आर हम नै चंदे आर डॉट लेंथ। ओके, तापर इंक्रीमेंट करिया, सिंपल फॉर लूप जेमते मैं कहितले, एठी हमें लॉग आर करबा, देखो कंसोल लॉग आर, देखो ये 3 थर प्रिंट हो गला। ओके, तो बर्तन 3 टाइम ये रन हो गला, प्रिंट हो गला। तो मु चाहूची कोन ना, या भीतर जो वैल्यू गुडा अछि सेटा आसो, ये 2D आरे। ओके, तो वैल्यू प्रिंट करिया बोली या भीतर आ गुडा मते रन करते पड़िबो, फॉर लूप क्रिएट करते पड़िबो। ओके, एठी मने करो मु वेरिएबल नै करी लेट j इज इक्वल टू 0 0। ओके, तापरे z डिपेंडेंट कहा ऊपर, आई ऊपर। ओके, तो मु नेबे आई रो लेंथ रु छोटो नबा। ओके, आर ऑफ आई डॉट लेंथ, तापर मु जे को इंक्रीमेंट कर दे हला, एई भितर को आसला पर तापर जे टा कोन हे जिवो, एई माई भितर पळे आसे, एई आर भितर पळे आसे, जे टा पूरा डिपेंडेंट का ऊपर, आई ऊपर, सेति आई रो मु नेली कोन लेंथ रु कम नेली, ठीक अछि। एठी मु कंसोल डॉट लॉग करबी, कंसोल डॉट लॉग करिकि आरे ऑफ कोन आई, आई प्रिंट हो फर्स्ट टा, तापर सेकंड रे जे प्रिंट करिया। ओके, ए कंसोल डॉट लॉग टा को कमेंट आउट कर दो, प्रिंट हो गला सब, देखो बुझिगला। अच्छा, एटा भी मते बहुत लेंथी लागुछ ना, मु एते लेंथी लिखि परिबिनी, मु टिके लेजी लोकटा तो हेते मी अब छोटे। अच्छा, अलगा किछ ऑप्शन अछि, हां अछि, मने करो मु जेमति कहितली लास्ट क्लास रे फॉर इच हम पढितले। ओके, फॉर इच लिखिया, फॉर इच रे भी सेम दी थर फॉर इच हम गोटे लूप भीतर आ गोटे लूप नवा पड़ियो, कारण 2D आरे। ओके, तो डाटा डाटा नेले, ठीक अछि, एठी कोन करले जानि परलो, एटा कोन आर फंक्शन, ठीक अछि। तो एठी रखिला पर देखे दबे, देखो फंक्शन, बुझ परलो। ओके, ता भीतर मु आउथरे कोन नेबे ना, एपटे डाटा नेले, एई डाटा टाको डाटा डॉट फॉर इच, तापर एथरे आउ डाटा टू वैल्यू नेबा, माने करो। ओके, वैल्यू नै के फंक्शन दबा, ठीक अछि, कंसोल डॉट लॉग वैल्यू प्रिंट करबा। ओके, देखो प्रिंट होला, देखो फॉर इच या पे इजी कि नाही, इजीली प्रिंट हो गला, किछ करियर ही नाही फॉर इच। ओके, किछ अदर ऑप्शन अछि, हां जेमिति हमें रिसेंट पढिले कोन फॉर ऑफ से पढिले। ओके, फॉर ऑफ रे करिया, फॉर ऑफ आहुरी इजी, लेट नेले एठी मने करो एआर ऑफ कोन एआरआर, तापर एठी आ गुटे लूप नबा फॉर आई ऑफ एआर, सब दी दिटा लूप रखछन, कोन बेना हमटा 2D आरे नै जंती। ओके, लॉग ऑफ आई, देखो प्रिंट हला केमति बुझ परलो। बडी लेट आर एआर नेली कोन, इडे गुटे नेली क्रिएट करली, एई आर भितर आनी कि आ भितर स्टोर करली, तापर आई टा नेली आ गुटे वेरिएबल एई आर एआर भितर आनी कि आई भितर स्टोर करली, आई टा प्रिंट कर देली, सिंपल फॉर ऑफ। ओके, बस ए वीडियो पे थैंक यू।